ଚାଷ ଅନିଶ୍ଚିତତା ପ୍ରକୃତି ଆଗରେ ବନ୍ଧା ତାର 5-10 ଭିତରେ ଗୁଣ୍ଠ ପ୍ରତି ଚାଷ ଅନିଶ୍ଚିତତା ପ୍ରକୃତି ଆଗରେ ବନ୍ଧା ତାର ଜୀବନ। ଚାଷୀଟିଏ କେତେବେଳେ ଖୁସି ହୁଏ ତ କେତେବେଳେ ଦୁଃଖ କରେ, କେତେବେଳେ ସେ ଭଲ ଅମଳ ପାଏ ତ କେତେବେଳେ ଅମଳ ବି କମିଯାଏ। ମୁଁ ବର୍ତ୍ତମାନ ଚାଷ ଜମି ମଝିରେ ଅଛି। ମୁଁ ଆସିଛି ଏମିତି ଏକ ଚାଷୀଙ୍କ ପାଖକୁ, ସେ କି ଧାନ ଚାଷ କରୁଛନ୍ତି, କେଉଁ କମ୍ପାନୀ ଧାନ ଚାଷ କରୁଛନ୍ତି, ଡାଇରେକ୍ଟ ତାଙ୍କ ମୁହଁରୁ ଶୁଣିବା, ମୋ ମୁହଁରୁ ନୁହଁ। ତାଙ୍କୁ ପଚାରିବା ଏ କି ଧାନ କ'ଣ। ତେଣୁ ଚାଲନ୍ତୁ ଯିବା ଭିଡ଼ିଓ ଉପରକୁ। ଚାଷ ଜମି ପାଖକୁ ଆସିକି ଗୋଟେ କୃଷକଙ୍କ ପାଖରେ ଲାଇଭ୍ ଭିଡ଼ିଓ ଦେଖାଉଛି। ଆସନ୍ତୁ। କେତେ ଜମି କରିଛନ୍ତି ଆପଣ? ଜମି କ'ଣ ନାଁଟା ଆପଣଙ୍କର? ଅଜୟ କୁମାର ବେହେରା। କେଉଁ ଏରିଆ ଏଇଟା? ଏଇଟା ହେଉଛି ଦୋଳସାହି ରାଡ଼ଙ୍ଗ ଏରିଆ। ଆଚ୍ଛା, ଆପଣଙ୍କର ଜମି କେତେ ଅଛି? ଜମି 3 ଏକର ପାଖାପାଖି ଆଉ। ଆଚ୍ଛା, ଇଏ ଯେଉଁ ତଳା ପକେଇଛନ୍ତି ଇଏ ସବୁ ଆପଣଙ୍କର? ହଁ ହଁ। ହଁ, କ'ଣ କହିଲେ? ଇଏ ଆଉ ସବୁ ଅର୍ଗଜାର ପଡ଼ିଛି। ମହିମାର ମହିମା ଧାନ କରୁଛନ୍ତି? ମହିମା ଧାନ ପୁରା ବେଷ୍ଟ ଧାନ। ଇଏ ସବୁ ମହିମା ଧାନ କରୁଛନ୍ତି? ମହିମା ଧାନ ପୁରା ବେଷ୍ଟ ଧାନ, ପିଲର ପୁରା 1 ନମ୍ବର। ଟିକେ ସେ ଯେଉଁ ଧାନ ବିଡ଼ା ଟେକିକି ଦେଖନ୍ତୁ ଟିକେ ଦେଖିବା। ବିହନ ବିଡ଼ା ଦେଖନ୍ତୁ। ଆଚ୍ଛା, ମହିମା ଧାନ ପିଲର ବଢ଼ିଆ, ପୁରା ମସ୍ତ ହେଇଛି ନାଇଁ? ବଢ଼ିଆ। ରୁଇଲା ପରେ ଆପଣଙ୍କୁ ପିଲର ଦେବ। ଆପଣଙ୍କର ଅଗ୍ରଜା କମ୍ପାନୀର ମହିମା ଧାନ ପ୍ରତି ପୁରା ବିଶ୍ୱାସ ଅଛି? ବହୁତ ବିଶ୍ୱାସ। ଆର ବର୍ଷ ହେଇଥିଲା, ଏ ବର୍ଷ ପୁରା କଣ୍ଟିନ୍ୟୁ ଚାଲିବ। ଫଳ ବଢ଼ିଆ। ମାନେ ଆପଣ 30 କୁଇଣ୍ଟାଲ ଉପରେ ପାଇଛନ୍ତି? 30 କୁଇଣ୍ଟାଲ ଉପରେ ରହୁଛି। ଆଜ୍ଞା ଆଜ୍ଞା ଆଜ୍ଞା। ମାନେ ଭଲ ପିଲର ଦେଉଛି ଆଜ୍ଞା। ହଁ, ତା ଆପଣ ଅଲଗା ଚାଷୀଙ୍କୁ କ'ଣ କହିବେ ମାନେ ଧାନ ବିଷୟରେ? ଅର୍ଗସା କରନ୍ତୁ। ମହିମା କମ୍ପାନୀରେ ବଢ଼ିଆ ପିଲର ଦେଉଛି, ଧାନ ବି ବଢ଼ିଆ ଫସଲ ହେଉଛି, ଚାଷୀ ପାଇଁ ବେଷ୍ଟ। ତାହେଲେ ଆର ବର୍ଷକୁ ଆପଣଙ୍କ ପାଖାପାଖି ଆଉ ସବୁ ଚାଷୀ ବି ମୋ ଚାଷ ଦେଖିକି ଆପଣଙ୍କର ଅନ୍ୟ କିଛି ତଳି ପକେଇଛନ୍ତି, ସେମାନେ ରୁଆ ରୁଇ ତ ତାପରେ ଆପଣଙ୍କ ପୁରା ଏଇ ଏରିଆ ସବୁ ଆପଣ ମହିମା ଧାନ ଚାଷ କରିବେ, ଅଗ୍ରଜା ଧାନ ଚାଷ କରିବେ? ହଁ, ମହିମା ଚାଷ ଚାଲିବ। ଠିକ୍ ଅଛି ଆଜ୍ଞା। ଆପଣ ଦେଖୁଥିଲେ ଅଜୟ କୁମାର ବେହେରା, ଯିଏକି ଚାଷୀ, ଯିଏକି 3 ଏକର ଜମି ଚାଷ କରୁଛନ୍ତି। ଇଏ ତାଙ୍କର ଯେଉଁ ତଳି ଦେଖାଉଛନ୍ତି, ଆଉ ସେ ଏଥିରୁ ଭଲ ଲାଭବାନ ହେଉଛନ୍ତି ବୋଲିକି ଅଗ୍ରଜା କମ୍ପାନୀର ମହିମା ଧାନ ହିଁ ଚାଷ କରୁଛନ୍ତି। ଆଉ କହୁଛନ୍ତି ପରବର୍ତ୍ତୀ ମୁହୂର୍ତ୍ତରେ ମୋ ସହିତ ମୋ ପାଖାପାଖି ଚାଷୀ ସବୁ ଏଇ ଧାନ କରିବେ ବୋଲି ସେ ଆଶା ରଖୁଛନ୍ତି। ଆଉ ତାଙ୍କୁ ବି ଯେଉଁ ଚାଷୀମାନେ ଆସି ପଚାରୁଛନ୍ତି ଇଏ କ'ଣ ଧାନ କରୁଛ, ବା ତାଙ୍କ ସହିତ ଯେତେବେଳେ ସଂସ୍ପର୍ଶରେ ଆସୁଛନ୍ତି ସେଇ ଆଡ଼ଭାଇସ୍ ଦେଉଛନ୍ତି ଯେ ମହିମା ଧାନ କରନ୍ତୁ। ମହିମା ଧାନର ଇଲ୍ଡ କ୍ୱାଣ୍ଟିଟି ଭଲ ଅଛି, ଗଛ ପଡ଼ୁନାହିଁ, ଆଉ ତା ସହିତ ଅମଳ ବି ଭଲ ଅଛି। ତାଙ୍କ କହିବା କଥା 30 କୁଇଣ୍ଟାଲ ଉପରେ ଅମଳ ରହୁଛି। ତାଙ୍କର ଏ ତଳି କିଆରି ଆମେ ଦେଖାଉଛୁ। ଏ ପାଖର ଜମି ନାହିଁ ନା ଆଗର ଏଇ ବାଟେ ଯିବାକୁ ପଡ଼ିବ? ଭଲ ରାସ୍ତା ନାହିଁ? ନା ନା। ହଉ ଚାଲ। ଏଇ ଆପଣଙ୍କ ବିଲ ଏଇଟା ନା? ଏଇଟା। ହଁ, ଏଇଟା କେଉଁ ଗାଁ? ଏଇଟା କୁବିରା। କୁବିରା। ଆପଣଙ୍କ ନାଁଟା? ସନେଶ କୁମାର ବହଳି। ଆଚ୍ଛା, ଆଉ କେଉଁ ପଞ୍ଚାୟତ ଏଇଟା? କୁବିରା ପଞ୍ଚାୟତ। କୁବିରା ପଞ୍ଚାୟତ। ଆଚ୍ଛା, କେଉଁ ଧାନଟା ଚାଷ କରିଛନ୍ତି? ମହିମା ଗୋଲ୍ଡ। ଆଚ୍ଛା, କେଉଁ କମ୍ପାନୀର ସେଇଟା? ଅଗ୍ରଜା କମ୍ପାନୀର। ଠିକ୍ ଅଛି, ତାହେଲେ ଜାଣିଛନ୍ତି। ଆଉ ଏଇଟା ଧାନ ନାଇଁ? କେତେ ଦିନ ହେଲା ରୁଆ ହେଲାଣି? 10 ଦିନ ହେଲା ରୁଆ ହେଲାଣି। 10 ଦିନ ହେଲା। ଆଚ୍ଛା, ଇଏ ଆପଣ ଏଇ ଧାନ କାହିଁ ଚାଷ କଲେ? ଆଗ ବର୍ଷ କରିଥିଲି। କୁଇଣ୍ଟାଲ 5-10 ଭିତରେ ଆସୁଥିଲା ଗୁଣ୍ଠ ପ୍ରତି। ଆଚ୍ଛା, ଠିକ୍ ଅଛି। ଇଏ ଆପଣ ଅଲଗା ଚାଷୀ କିଛି କହୁଛନ୍ତି ଏ ବିଷୟରେ? ପଚାରୁଛନ୍ତି କେଉଁଠୁ ଆଣିଲ, କ'ଣ କଲ, ମୁଁ କହିନି। ହଁ ଆଜ୍ଞା, ଆପଣ ଦେଖୁଥିଲେ ଅଗ୍ରଜା କମ୍ପାନୀର ମହିମା ଆଉ ମହିମା ଗୋଲ୍ଡ ଧାନ ବିଷୟରେ, ଯେଉଁଟାକି ଚାଷୀଙ୍କ ପ୍ରତିକ୍ରିୟା ଥିଲା। ଏ ହେଉଛି ମହିମା ଧାନର, ଯେଉଁଟା ଆପଣମାନେ ଭଲ ଅମଳ ପାଇପାରିବେ। ଏ ଚାଷ ଉପରେ ଆପଣଙ୍କର ରୋଗପୋକ ଶକ୍ତି ଭଲ ଅଛି, ଯେଉଁଥିରେ କି ରୋଗ ପୋକ ଲାଗିବ ନାହିଁ।
ଆଉ ଆପଣଙ୍କର ଗଛ ବି ଠିଆ ହେବ, ଗଛ ଚିକଣିଆ ରହିବ, ଏସବୁ ବିଷୟରେ ଆମେ ଚାଷୀଙ୍କ ଠାରୁ ଶୁଣୁଥିଲେ। ଆଉ ଏଥିରେ ଭଲ ଅମଳ ବି ରହିବ। ବର୍ତ୍ତମାନ ବର୍ଷା ହେଉଛି, ବର୍ତ୍ତମାନ ମୁଁ ଜମିରେ ଅଛି, ଧାନ କିଆରିରେ ମୁଁ ଧାନ ବୁଲି ଦେଖୁଛି। ଆପଣମାନେ ଦେଖିପାରୁଥିବେ ବିଲ ସବୁ ରୁଆପୋତା ହେଇଛି। ତେଣୁ ଏଇ ଥିଲା ଆଜିର ଭିଡ଼ିଓ। ତେଣୁ ଆପଣମାନଙ୍କୁ ଫିର୍ ବି ମୁଁ ବ୍ୟାକ୍ କ୍ୟାମେରା କରି ଦେଖାଇ ଦେଉଛି ଜମିର ଯେଉଁ ଚାଷ। କଥାରେ ଗୋଟେ ଢଗ ଅଛି, ଚାଷ ଅଛି ଯାହାର କି ଆନନ୍ଦ ତାହାର। ଚାଷ ଯିଏ ନ କରୁଛି ସିଏ ଭାବୁଛି ଚାଷ ବହୁତ ଅଳିଆ ଧନ୍ଦା, ଚାଷ ଜମି କାଦୁଅ ହେବାକୁ ପଡ଼ିବ, ଚାଷରେ ଆମକୁ ଖଟିବାକୁ ପଡ଼ିବ। ଆଉ ଖାସ୍ କରି ଚାଷୀଟିଏ ହେଲା ସେ ତଳସ୍ତର ଲୋକ ବୋଲି ଭାବୁଛନ୍ତି ଯେଉଁମାନେ ସହରରେ ରହୁଛନ୍ତି। ତେଣୁ ଆଜ୍ଞା ଚାଷ କରନ୍ତୁ, ଚାଷ ଅଛି ଯାହାର କି ଆନନ୍ଦ ତାହାର। ଠିକ୍ ସେମିତି ଚାଷୀଟିଏ କେମିତି ଲାଭବାନ ହେଉଛି, କି ପ୍ରକାର ଧାନ ଚାଷ କରିବା ଦରକାର, କେଉଁ କମ୍ପାଲ ଧାନ ଚାଷ କଲେ ତାକୁ ଲାଭବାନ ମିଳିବ, ଏସବୁ ବିଷୟରେ ଆପଣ ଦେଖୁଥିଲେ। ରହିଲି ଆଜ୍ଞା। ଯଦି ଆମ ଭିଡ଼ିଓ ଆପଣଙ୍କୁ ଭଲ ଲାଗୁଥାଏ ତାହେଲେ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ସେୟାର କରି ଅନ୍ୟମାନଙ୍କୁ ଦେଖାନ୍ତୁ। ଆଉ ଆପଣଙ୍କର ଶୁଭେଚ୍ଛା ଶୁଭକାମନା ସହ ମୁଁ MK ସେନାପତି ରହିଲି ଆଜ୍ଞା। ଜୟ ଜଗନ୍ନାଥ।